ପିଲାମାନେ ଆଜିର କିଶୋର ଚକ୍ରର ଏକ ନୂତନ ଅଧ୍ୟାୟକୁ ସ୍ୱାଗତ କରୁଛି। ମୁଁ ତୁମର ଜୟଶ୍ରୀ ଅପା। କୁହାଯାଏ ପରିଶ୍ରମ କେବେ ବୃଥା ଯାଏନି, ଆଉ ସଫଳତା ଦିନେ ନା ଦିନେ ମୁଣ୍ଡ ନୁଆଇଥାଏ। ପିଲାଏ, ପ୍ରତିବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଫଳ ବାହାରିବା ପରେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଠେ କି କିଏ ଟପର ହେଲା, କେତେ ମାର୍କ ରଖିଲା, ସେମାନେ କ'ଣ ସ୍ୱତନ୍ତ୍ର ପରିଶ୍ରମ କରନ୍ତି, କେତେ ଘଣ୍ଟା ପଢ଼ନ୍ତି? ଏସବୁ ପ୍ରଶ୍ନର ଉତ୍ତର ଆଜି ଆମେ ପାଇବା। ଆଜି ଆମ ସହିତ ଅଛନ୍ତି ସାରା ଓଡ଼ିଶାରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଆମ ସମସ୍ତଙ୍କର ଗର୍ବ ମ୍ୟାଟ୍ରିକ୍ ଟପର ଆଶୁତୋଷ ନାୟକ। ଆସ ତାଙ୍କ ସହ କଥା ହେବା, ଏହି ସଫଳ ଯାତ୍ରାର କାହାଣୀ ଜାଣିବା। କିନ୍ତୁ ପ୍ରତ୍ୟେକ ଥର ଭଳି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଏହି ଭଜନରୁ। ଗାଇଛନ୍ତି SP ଓମ୍ ପ୍ରକାଶ ପଣ୍ଡା ଏବଂ ରଚନା କରିଛନ୍ତି ମଧୁସୂଦନ ଦାସ। কৃষ্ণ হে তুমি কৃষ্ণ হে তুমি কেতে তাতি ছাতি ভিতরে লুচিলা কেতে তাতি ছাতি ভিতরে লুচিলা তোমার চাহি চাহি কৃষ্ণ হে তুমি কৃষ্ণ হে তুমি
କହନ୍ତି ଚାହିଁ କୋଇଲିର ପୁତ୍ର ବାହୁଡ଼ି ନଇଲା କୋଇଲିର ପୁତ୍ର ବାହୁଡ଼ି ନଇଲା ଆଖି ଲୁହ ଶୁଖିଲାଇ କୃଷ୍ଣ ହେ ତୁମେ ଲେଉଟିଲ ନାହିଁ କୃଷ୍ଣ ହେ ତୁମେ ଲେଉଟିଲ ନାହିଁ କେତେ ତାତି ଛାତି ଭିତରେ ଲୁଚିଲା କେତେ ତାତି ଛାତି ଭିତରେ ଲୁଚିଲା ତୁମର ଚାହିଁ ଚାହିଁ କୃଷ୍ଣ ହେ ତୁମେ ଲେଉଟିଲ ନାହିଁ କୃଷ୍ଣ ହେ ତୁମେ ଲେଉଟିଲ ନାହିଁ ତୁମେ ଲେଉଟିଲ ନାହିଁ ତୁମେ ଲେଉଟିଲ ପିଲାଏ ଏହି ସୁନ୍ଦର ଭଜନ ଶୁଣିବା ପରେ ଆସ କଥା ହେବା ଏ ବର୍ଷ ମ୍ୟାଟ୍ରିକ୍ର ଷ୍ଟେଟ୍ ଟପର ଆଶୁତୋଷ ନାୟକଙ୍କ ସହ। ଆଶୁତୋଷ, ତମକୁ ଆମ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ବହୁତ ବହୁତ ଶୁଭେଚ୍ଛା। ଆଜ୍ଞା, ଧନ୍ୟବାଦ। ସାରା ଓଡ଼ିଶାରେ ଟପ୍ କରିବା ପରେ ଏବେ କେମିତି ଲାଗୁଛି? ଖୁସି ତ ଅଛି ଯେ ପରିଶ୍ରମ ଅନୁଯାୟୀ ମୋତେ ସଫଳତା ମିଳିଛି। ଆଉ ସଫଳତା ମିଳିବ ବୋଲି ମୋର ମଧ୍ୟ ଆଶା ଥିଲା, କାରଣ ମୁଁ ଯୋଉ ପରିଶ୍ରମ କରିଥିଲି ମୋର ବିଶ୍ୱାସ ଥିଲା ଯେ ମୁଁ ମୋ ପରିଶ୍ରମର ଫଳ ନିଶ୍ଚୟ ପାଇବି, ଆଉ ମୁଁ ପାଇଛି ମଧ୍ୟ। ତମେ ତମର ସ୍କୁଲ ନାଁଟା କହିଦିଅ ଆଗେ, ଯୋଉ ସ୍କୁଲରେ ପଢୁଥିବା ସମୟରେ ତମେ ଏଇ ସଫଳତା ପାଇଛ। ମୁଁ ବାଲେଶ୍ୱର ଜିଲ୍ଲାର ସୌରସ୍ଥିତ କୃଷ୍ଣଚନ୍ଦ୍ର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରୁଥିଲି ଏବଂ ସେଠାରେ ହିଁ ମୁଁ ଏଇ ସଫଳତା ପାଇଛି। ପ୍ରତି ସଫଳତା ପଛରେ ଗୋଟିଏ ବଡ ସଂଘର୍ଷ ରହିଥାଏ। ଏଇ ସଫଳତାର ଶ୍ରେୟ ତମେ କାହାକୁ ଦେବାକୁ ଚାହୁଁଛ ଆଶୁତୋଷ? ମୁଁ ମୋର ସଫଳତାର ଶ୍ରେୟ ତ ପ୍ରଥମେ ମୋର ବାପା ମାଙ୍କୁ ଦେବାକୁ ଚାହିଁବି, କାରଣ ମୋର ପାଠ ପଢାରେ ସେମାନେ ମତେ ବହୁତ ସହାୟତା କରିଛନ୍ତି। ମୋର ପ୍ରତି କଥାରେ ସେମାନେ ମତେ ବହୁତ ସପୋର୍ଟ ଦେଇଛନ୍ତି ଏବଂ ଯେତେବେଳେ ବି ଯାହା ଆବଶ୍ୟକ ସେମାନେ ମତେ ତାହା ଯୋଗାଇ ଦେଇଛନ୍ତି। ଏବଂ ଦ୍ୱିତୀୟତଃ ମୁଁ ମୋର ଗୁରୁଜୀ ଗୁରୁମା ମାନଙ୍କୁ ମଧ୍ୟ ସମସ୍ତ ଶ୍ରେୟ ଦେବାକୁ ଚାହିଁବି। ପାଠ ପଢାରେ ଯେତେବେଳେ ବି ମୋର ଯାହା ଅସୁବିଧା ହୁଏ ବା ମୁଁ କିଛି ଯଦି କୌଣସି ଡାଉଟ୍ ଆସେ ସେମାନେ ମତେ ମୋର ସମସ୍ତ ଡାଉଟ୍ ମଧ୍ୟ କ୍ଲିୟର କରିବାରେ ସାହାଯ୍ୟ କରନ୍ତି। ତେଣୁ ସେମାନଙ୍କୁ ମଧ୍ୟ ମୁଁ ମୋର ଶ୍ରେୟ ଦେବାକୁ ଚାହିଁବି। ମୋର ଯେଉଁ ଟ୍ୟୁସନ ସାର୍ ମାନେ ମତେ ମାର୍ଗଦର୍ଶନ ଦେଇଛନ୍ତି ସେମାନଙ୍କର ସାହାଯ୍ୟ ମଧ୍ୟ ନିହାତି ଭାବରେ ମତେ ମୋ ସଫଳତା ପାଇବାରେ ବହୁତ ସାହାଯ୍ୟ କରିଛି। ତେଣୁ ସେମାନଙ୍କୁ ମଧ୍ୟ ମୁଁ ମୋର ସଫଳତାର ଶ୍ରେୟ ଦେବାକୁ ଚାହିଁବି। ଏବେ ଆସିବା ସେଇ ପ୍ରଶ୍ନ ଉପରକୁ ଯାହା ସବୁ ପିଲା ଜାଣିବାକୁ ଚାହୁଁଛନ୍ତି। ତମର ପାଠ ପଢାର ଟାଇମ ଟେବୁଲ କଣ ଥିଲା, ଆଉ ତମେ ଦିନକୁ କେତେ ଘଣ୍ଟା ପଢୁଥିଲ? ରେଗୁଲାରଲି ମୁଁ 6 ରୁ 7 ଘଣ୍ଟା ପରିଶ୍ରମ କରୁଥିଲି। ସେଥିପାଇଁ ସ୍କୁଲ ଏବଂ ଟ୍ୟୁସନ ସମୟକୁ ଛାଡିଦେଲି। ସେ 6 ରୁ 7 ଘଣ୍ଟା ମୁଁ କେବଳ ସେଲ୍ଫ ଷ୍ଟଡି ଉପରେ ହିଁ ଗୁରୁତ୍ୱ ଦେଉଥିଲି। କାରଣ ସେଲ୍ଫ ଷ୍ଟଡି ହିଁ ପାଠ ପଢାକୁ ଆଗକୁ ନେବାରେ ସାହାଯ୍ୟ କରେ ଏବଂ ସିଲାବସ କୁ ଆଡଭାନ୍ସ ସାରିବାରେ ମଧ୍ୟ ମୁଁ ଅନେକ ସମୟ ଦେଇଥିଲି। ବହୁତ ବଢିଆ କଥା କହିଲ ଆଶୁତୋଷ। ମ୍ୟାଟ୍ରିକରେ ଗୋଟେ ବିଷୟ ସବୁଠୁ ବଡ ମୁଣ୍ଡ ବିନ୍ଧାର କାରଣ, ସେଇଟା ହେଲା ଗଣିତ। ଏହି ଗଣିତ ପାଇଁ ତମର କଣ ସ୍ପେଶାଲ ଷ୍ଟ୍ରାଟେଜି ଥିଲା? ମ୍ୟାଥ ପାଇଁକା ତମେ କେମିତି ପ୍ରିପେୟାର ହଉଥିଲ? ମ୍ୟାଥ ପାଇଁ ତ ଯଦି ଦେଖିବା ମ୍ୟାଥରେ 100 ମାର୍କସ ରୁ 50 ମାର୍କସ ହଉଛି OMR ପ୍ୟାଟର୍ନ ଏବଂ ବାକି 50 ମାର୍କସ ହଉଛି ସବଜେକ୍ଟିଭ ପ୍ୟାଟର୍ନ। ସବଜେକ୍ଟିଭ ପ୍ୟାଟର୍ନ ରେ ଯୋଉ 50 ମାର୍କସ କ୍ୱେଶ୍ଚନ ଦେଖିବାକୁ ଗଲେ ପ୍ରାୟତଃ ପ୍ରତିବର୍ଷ ଡାଇରେକ୍ଟ କ୍ୱେଶ୍ଚନ ହିଁ ଆସେ, ଟେକ୍ସଟ ବୁକ୍ ରୁ ହିଁ କ୍ୱେଶ୍ଚନ ଆସେ। ତ ଯୋଉ ପିଲା ରେଗୁଲାରଲି କ୍ୱେଶ୍ଚନ ପ୍ରାକ୍ଟିସ କରେ ସେ ସବଜେକ୍ଟିଭ ରେ 50 ମାର୍କସ ନିଶ୍ଚୟ ଆଣିପାରିବ ସହଜରେ, ଏଥିରେ କୌଣସି ସନ୍ଦେହ ନାହିଁ।
କିନ୍ତୁ ବାକି ରହିଲା ଯେଉଁ ଅବଜେକ୍ଟିଭ ରେ 50 ମାର୍କସ୍ ତାହା ଡିପେଣ୍ଡ କରେ ଯେ କେତେ ପ୍ରାକ୍ଟିସ କରିଛ କିମ୍ବା କେତେ କ୍ୱେଶ୍ଚନ ତମେ ଆଡଭାନ୍ସ ପ୍ରାକ୍ଟିସ କରିଛ, ସେଇଥିରୁ ହିଁ ଜଣା ପଡେ। ମେନଲି ମୁଁ ସେ ଅବଜେକ୍ଟିଭ ଉପରେ ହିଁ ବେଶୀ ଫୋକସ କରିଥିଲି, କାରଣ ମୁଁ ଜାଣିଥିଲି ଯେ ଅବଜେକ୍ଟିଭ ରେ କ୍ୱେଶ୍ଚନ ହିଁ ଡାଉଟ ରେ ହିଁ ଆମକୁ ପକେଇବ। ତେଣୁ ମୁଁ ଯଥା ସମ୍ଭବ ମୁଁ ଅଧିକରୁ ଅଧିକ କ୍ୱେଶ୍ଚନ ପ୍ରାକ୍ଟିସ କରିବାକୁ ଚେଷ୍ଟା କରିଥିଲି। ମାନେ ଯୋଉ କହନ୍ତି ପ୍ରାକ୍ଟିସ ମେକ୍ସ ମ୍ୟାନ ପରଫେକ୍ଟ, ତାମାନେ କଣ ଏଇଠି ସେଇ ବିଷୟଟା ଲାଗୁ ହବ? ନିହାତି ଭାବରେ ଏଠି ଲାଗୁ ହବ, କାରଣ ବିନା ପ୍ରାକ୍ଟିସ ରେ ଏକ୍ସାମ ହଲରେ ଆମେ କଦାପି ଭଲ ପ୍ରିପେୟାର କରିପାରିବାନି। ଆଜିକାଲି ମୋବାଇଲ ର ଯୁଗ ଆଶୁତୋଷ, ଆଉ ଆଜିକାଲି ସବୁ ପିଲା ମୋବାଇଲ ଆଉ ସୋସିଆଲ ମିଡିଆରେ ଏତେ ଆକ୍ଟିଭ ଯେ ତାଙ୍କୁ ବାହାରେ ଯାଇ ଖେଳିବାକୁ ବି ସମୟ ମିଳୁନି। ତ ଏଇ ମୋବାଇଲ ତମେ ପରୀକ୍ଷା ସମୟରେ କେମିତି କଣ ଭାବରେ ବ୍ୟବହାର କରୁଥିଲ, ଆଉ ଏ ମୋବାଇଲ ଟା ଆମ ପିଲାମାନଙ୍କ ପାଇଁକା କେତେ ଭଲ, ପାଠ ପଢାରେ କେତେ ହେଲ୍ପ କରୁଛି କିମ୍ବା କଣ ତାର ଡିସଆଡଭାଣ୍ଟେଜ ଅଛି ବୋଲି ତମେ ଭାବୁଛ? ପ୍ରତ୍ୟେକ ଜିନିଷର ବହୁତ ମେରିଟ୍ସ ଏବଂ ଡିମେରିଟ୍ସ ଅଛି। ମୋବାଇଲ ର ବି ସେମିତି ମେରିଟ୍ସ ମଧ୍ୟ ଅଛି, ଡିମେରିଟ୍ସ ମଧ୍ୟ ଅଛି, କିନ୍ତୁ ସେଟା ଆମ ଉପରେ ଡିପେଣ୍ଡ କରେ ଯେ ଆମେ ତାକୁ କେମିତି ଭାବରେ ୟୁଜ କରିବା। ପରୀକ୍ଷା ସମୟରେ ପ୍ରାୟତଃ ଯୋଉ କ୍ୱେଶ୍ଚନ ମୋର ଡାଉଟ ହେଲା କିମ୍ବା ସାର୍ ମୋ ପାଖରେ ବର୍ତ୍ତମାନ ଯୋଉ ସମୟରେ ନାହାନ୍ତି, ସେଇ ସମୟରେ ମୋବାଇଲ ରେ ମଧ୍ୟ ଗୁଗୁଲ କିମ୍ବା ଅନ୍ୟ ଆପ୍ସ ରେ ମୁଁ ସେଗୁଡାକ ଡାଉଟ ଗୁଡାକ କ୍ଲିୟର ହେଇପାରୁଥିଲି। ନହେଲେ ଅଧିକରୁ ଅଧିକ କିଛି ଜାଣିବା ପାଇଁ, ଏକ୍ସଟ୍ରା କିଛି ନଲେଜ ପାଇବା ପାଇଁ ମୁଁ ମଧ୍ୟ ମୋବାଇଲ କୁ ୟୁଜ କରେ। ବାକି ରହିଲା ଯୋଉ ଡିଷ୍ଟ୍ରାକ୍ସନ ଗୁଡାକ, ସେ ଡିଷ୍ଟ୍ରାକ୍ସନ ଗୁଡାକୁ ଦୂରେଇବା ପାଇଁ ନିଜ ତରଫରୁ ଆମେ ଚେଷ୍ଟା କରିବା ଦରକାର। ମୋବାଇଲ ରେ ବହୁତ ଏଜୁକେଶନାଲ ଆପ ସବୁ ଆସୁଛି, ସେଗୁଡା କେତେ ସହାୟ ହୁଏ ପିଲାମାନଙ୍କୁ? ନିହାତି ଭାବରେ କହିବାକୁ ଗଲେ ବହୁତ ସହାୟକ ହେଇପାରିବ ଯଦି ତାକୁ ଠିକ ଭାବରେ ଆମେ ୟୁଜ କରିବା ଜାଣିଥିବା। ତ ଅନେକ କ୍ୱେଶ୍ଚନ ଅଛି ଯୋଉଗୁଡା କି ଆମର ଆମେ ଯଦି ସଲ୍ଭ କରି ନ ପାରିବା କିମ୍ବା ଯଦି ଆମର କୌଣସି ଟିଚର ମଧ୍ୟ ସଲ୍ଭ କରି ନ ପାରିଲେ, କିନ୍ତୁ ମୋବାଇଲ ରେ ଯୋଉ ଏଆଇ ଅଛି ସେ ସହଜରେ ତାକୁ ସଲ୍ଭ କରିପାରିବ ଏବଂ ଆମକୁ ମଧ୍ୟ ବୁଝିବାରେ ତାହା ସାହାଯ୍ୟ କରିବ। ମାନେ ତମେ କହୁଛ ଯେ ମୋବାଇଲ ଟା ହେଲ୍ପଫୁଲ, କିନ୍ତୁ ତାର ବ୍ୟବହାର ଉପରେ ଗୁରୁତ୍ୱ ଦେବାର ଅଛି, ଆମେ ତାକୁ କୋଉ ୱେ ରେ ବ୍ୟବହାର କରୁଛୁ ନା କଣ? ଆଜ୍ଞା। ଆଚ୍ଛା, ଏଇ ଯୋଉ ପରୀକ୍ଷା ସମୟ, ଯେତିକି ଦିନ ପରୀକ୍ଷା ଚାଲିଲା ବା କିଛି ଦିନ ଆଗରୁ ଯାହାବି ଫର୍ମ ଫିଲଅପ ଠାରୁ ନେଇ ପରୀକ୍ଷା ପର୍ଯ୍ୟନ୍ତ ଯୋଉ ଗୋଟେ ମନରେ ଡର ଥାଏ ବା ମାନସିକ ଚାପ ଥାଏ, ପ୍ରେସର ଥାଏ, ତମେ ତାକୁ କେମିତି ହ୍ୟାଣ୍ଡେଲ କରୁଥିଲ? ପ୍ରେସର ପାଇଁ ତ ମୁଁ ପ୍ରଥମେ ନିଜକୁ ରିଲାକ୍ସ କରିଦେଇଥିଲି, କାରଣ ମୁଁ ଜାଣିଥିଲି ଯେ ମୁଁ ସାରା ବର୍ଷ ମୁଁ ଯୋଉ ପରିଶ୍ରମ କରିଛି ମୋର ଏକ୍ସପେକ୍ଟେସନ ଅନୁଯାୟୀ ମୁଁ ନିହାତି ଭାବରେ ଭଲ ଫଳ ପାଇବି ଏବଂ ସେଇ ବିଶ୍ୱାସ ରଖିକି ମୁଁ ପରିଶ୍ରମ କରୁଥିଲି ଏବଂ କଦାପି ମୁଁ ଟେନସନ ନେବାକୁ ଚାହୁଁଥିଲି, କାରଣ ମୁଁ ଜାଣିଥିଲି ଯେ ଯଦି ଟେନସନ ମାଇଣ୍ଡ କୁ ଆସିଲା ତାହେଲେ ଏକ୍ସାମ ରେ କିଛି ଖରାପ ହେଇଯାଇପାରେ କିମ୍ବା ଏଇ ଡର ମଧ୍ୟ ମୋ ମନରେ ଥିଲା। ତଥାପି ମୋର ବାପା ମା ମତେ ବହୁତ ଇମୋସନାଲ ସପୋର୍ଟ ଦେଇଛନ୍ତି ଏବଂ ମତେ ରିଲାକ୍ସ ହବାରେ ମଧ୍ୟ ସାହାଯ୍ୟ କରିଛନ୍ତି। ତେଣୁ ଟେନସନରେ ମୁଁ ପ୍ରାୟ ଆସିନଥିଲି ଏକ୍ସାମ ଟାଇମରେ। ପାଠ ପଢିବା ଛଡା ଏଇ ପରୀକ୍ଷା ସମୟରେ ତମେ ରିଲାକ୍ସ ହବା ପାଇଁ, ଫ୍ରେଶ ହବା ପାଇଁ କଣ କଣ ସବୁ କରୁଥିଲ? ସେମିତି ଦେଖିବାକୁ ଗଲେ ମତେ ପେଣ୍ଟିଂ କରିବାକୁ ବି ଭଲ ଲାଗେ, ବା ସାଙ୍ଗମାନଙ୍କ ସହିତ ବି ଯଦି କୌଣସି ଟାଇମରେ ଲିଜର ଟାଇମରେ ମିଳିଲା ମୁଁ ଖେଳିବାକୁ ମଧ୍ୟ ଯାଉଥିଲି, ଯାହାଦ୍ୱାରା କି ମାଇଣ୍ଡ ଫ୍ରେଶ ହେଇପାରିବ ଏବଂ ମାଇଣ୍ଡ ଫ୍ରେଶ ହେଲେ ହିଁ ଆମେ ଆଉଥରେ ପୁଣି ପଢିବାରେ ନିଜକୁ ଲଗେଇ ପାରିବା। ତେଣୁ ପେଣ୍ଟିଂ ଖେଳିବା ଛଡା ଆହୁରି ମଧ୍ୟ ମୁଁ ବହୁତ ଷ୍ଟୋରି ବୁକ୍ସ ମଧ୍ୟ ମତେ ପଢିବାକୁ ଭଲ ଲାଗେ। କଣ ସବୁ ଖେଳୁଥିଲ? ସେମିତି ଦେଖିବାକୁ ଗଲେ ମୁଁ କ୍ରିକେଟ ଖେଳିବାକୁ ତ ଭଲ ପାଏ, ମାନଙ୍କ ସାଥିରେ ମଧ୍ୟ କ୍ରିକେଟ ଖେଳେ, ଏମିତି ଭଲି ନହେଲେ କବାଡି ଆମେ ଖେଳୁ ସମସ୍ତେ। ମାନେ ଯୋଉ କହନ୍ତି ଯେ ପରୀକ୍ଷା ଆସିଲା ମାନେ ତମେ ବହିରୁ ମୁଣ୍ଡ କାଢିବନି, ସେଇଟା ଠିକ ନା ଟିକେ ରିଲାକ୍ସ ହବା ଦରକାର ପ୍ରତି ପିଲାକୁ? ନା ସେମିତି ଯଦି ପୁରା ଟାଇମ ଦିନର 24 ଘଣ୍ଟା ଯଦି ଆମେ ବହିରେ ତ ସେମିତି କେହି ବି ବହିରେ ଲାଗିକି ରହିପାରିବେନି, କାରଣ ଆଉ ମାଇଣ୍ଡରେ ଗୋଟେ ଲିମିଟ ଅଛି। ଯେତେ ଅଧିକ ଟାଇମ ଆମେ ପଢିଲେ ଆମେ ଧୀରେ ଧୀରେ ଆମକୁ ବୋର ଲାଗେ, ତେଣୁ କିଛି ସମୟ ରିଲାକ୍ସ କରିବାକୁ ମଧ୍ୟ ଦରକାର। ବହୁତ ପିଲା ଅଛନ୍ତି ଆଶୁତୋଷ, ପରୀକ୍ଷା ଆସିଲେ ବା ଟାଇମ ଟେବୁଲ ବାହାରିଲେ ସେମାନେ ପଢିବାକୁ ଆଗଭର ହୁଅନ୍ତି, ସେଇଟା ଠିକ ନା ଆଗରୁ ପ୍ରିପେୟାର ହବାଟା ଠିକ? କେତେ ଦିନ ଆଗରୁ ତମେ ପରୀକ୍ଷା ପାଇଁ ପ୍ରିପେୟାର ହବ ତମେ ଭାବୁଛ, ତାହେଲେ ତମେ ସବୁ ସିଲାବସ କୁ କଭର କରିପାରିବ ବେଟର ୱେରେ? ଯଦି ବେଟର ୱେରେ ସବୁ ସିଲାବସ କଭର କରିବାକୁ ଅଛି ତାହେଲେ ସେସନ ଷ୍ଟାର୍ଟ ରୁ ହିଁ ନିଜକୁ ପ୍ରିପେୟାର କରିବା ଦରକାର। ଯଦି ଆମେ ପ୍ରତିଦିନ ଏଭଳି ଭାବରେ ପଢିବା ଯେଭଳି କାଲି ପରୀକ୍ଷା ଅଛି
ଆଉ ସିରିୟସ୍ ନାହିଁ ବରଂ ସିନସିୟରଲି ଯଦି ପଢିବା ତାହେଲେ ଏକ୍ସାମ ଟାଇମ ରେ ଆଉ ପ୍ରେସର ରହିବନି। ଏବଂ କିନ୍ତୁ ଯଦି ଆମେ ଏମିତି କରିବା ଯେ ପରୀକ୍ଷା ମାସେ ରହିଲା, ମାସେରେ ଯଦି ଆମେ ପଢିବା ତାହେଲେ ପ୍ରେସର ବହୁତ ହେଇଯିବ ଏବଂ ଆମେ ଯୋଉ ଜାଣିଥିବା ଜିନିଷ ମଧ୍ୟ ଆମର ଭୁଲ ହେଇଯାଇପାରେ। ମାନେ ଆଉ ସିଲାବସ ବି ତମର କଭର ତମେ କରିପାରିବନି। ହଁ ସେମିତି ବି। ପାଠକୁ ଛାଡିକି ଗୋଟେ ଅଲଗା ପ୍ରଶ୍ନ, ପରୀକ୍ଷା ସମୟରେ କହନ୍ତି ବହୁତ ସୁଷମ ଆଉ ସନ୍ତୁଳିତ ଖାଦ୍ୟ ଖାଇବ, ଦେହ ପ୍ରତି ଯତ୍ନବାନ ହବ, ଯେମିତି କି ତମେ ରୋଗରେ ପଡିବନି, ସମୟ ଅନୁଯାୟୀ ଶୋଇବ, ଏସବୁ ବିଷୟରେ ତମର କଣ ପ୍ଲାନ୍ ଥିଲା? କଣ କେମିତି ଖିଆପିଆ କରୁଥିଲ, କେମିତି ବିଶ୍ରାମ ନଉଥିଲ, କେମିତି ଶୋଉଥିଲ, କେମିତି ତମର ଦିନଚର୍ଯ୍ୟା ଥିଲା? ମୁଁ ଦେଖିବାକୁ ଗଲେ ମୁଁ ତ ପ୍ରତିଦିନ ପ୍ରାୟ ଭୋର 5ଟା ବେଳେ ହିଁ ଉଠେ। ଆଉ ରାତି ପର୍ଯ୍ୟନ୍ତ ମୁଁ କେବେ ଅଧିକ ରାତି ପର୍ଯ୍ୟନ୍ତ ପଢି ନାହିଁ, ତଥାପି 11:30 କିମ୍ବା 12 ରାତି 12 ଯାଏ ମଧ୍ୟ ପଢେ, କିନ୍ତୁ ତାପରେ ଆଉ ମୁଁ ଶୋଇବାକୁ ଯାଏ, କାରଣ ମୁଁ ଜାଣିଛି ଯଦି ଆଜି ବେଶୀ ରାତି ଯାଏ ପଢିଲେ ଆମର କାଲି ଦିନଟା ୱେଷ୍ଟ ହେଇଯିବ। ତେଣୁ ବେଶୀ ରାତି ପର୍ଯ୍ୟନ୍ତ ମୁଁ କେବେ ପଢେ ନାହିଁ, କିନ୍ତୁ ସକାଳ ଭୋର ଉଠି ମୁଁ ପଢିବା ମତେ ଭଲ ଲାଗେ। ଏବଂ ଖାଇବା ପିଇବା କଥା ଦେଖିବାକୁ ଗଲେ ମୁଁ ସବୁଜ ପରିବା କିମ୍ବା ଅନ୍ୟ ଯେଉଁ ଖାଦ୍ୟ ଖାଇଲେ ଦେହ ସୁସ୍ଥ ରହିବ ସେଇଭଳି ଖାଦ୍ୟ ହିଁ ଖାଉଥିଲି, ଯାହା ଦ୍ୱାରା କି ପରୀକ୍ଷା ସମୟରେ କୌଣସି ଦେହ ଖରାପ ନ ହୁଏ କିମ୍ବା ପାଠ ପଢାରେ କୌଣସି ଡିଷ୍ଟର୍ବାନ୍ସ ନ ହୁଏ। ତେଣୁ ଖାଇବା ପିଇବା ପ୍ରତି ମଧ୍ୟ ମୁଁ ଧ୍ୟାନ ଦେଉଥିଲି। ପରୀକ୍ଷା ସମୟରେ ସ୍କୁଲରେ ଯାହା ସବୁ ନୂଆ ବ୍ୟବସ୍ଥା କରାଗଲା, ତମେ ସେଥିରେ ଖୁସି ଥିଲ? ସେ ସବୁ କଣ କହିଲ ଆଶୁତୋଷ? ଏଥର ଆମ ସ୍କୁଲରେ ଯଦି ଦେଖିବା, ଆମ ସ୍କୁଲରେ ଗୋଟେ ନୂଆ ସିଷ୍ଟମ ହେଇଥିଲା। ଆମର ଗୋଟେ ମେଧାବୀ ମାର୍ଗଦର୍ଶନ ଶିବିର ଆମ ସ୍କୁଲରେ ବସିଥିଲା, ଯୋଉଟା କି କ୍ଲାସ 10 ର ପିଲାମାନଙ୍କୁ ହିଁ ନେଇ ବସିଥିଲା। ତ ସେମାନେ ସେଥିରେ ଆମର ସବଜେକ୍ଟ ର ଭଲ ଭଲ ଟିଚର ମାନେ ଆସିଥିଲେ, ଆମକୁ କିଛି ଟିପ୍ସ ମଧ୍ୟ ଦେଇଥିଲେ ଯେ ପରୀକ୍ଷାରେ କେମିତି ଭଲ ଭାବରେ ଲେଖିଲେ, କେମିତି ଲେଖିଲେ ଭଲ ନମ୍ବର ମିଳିବ, କେମିତି ଭଲ ଭାବରେ ଆପିୟର କରାଯାଇପାରିବ, ଆମକୁ ଅନେକ ଟିପ୍ସ ଦେଇଥିଲେ। ସେଇଟା ବହୁତ ହେଲ୍ପଫୁଲ ହେଇଥିଲା ଯଦି ସତରେ କହିବାକୁ ଗଲେ। ଏବଂ ତା ଛଡା ଆମର ମଧ୍ୟ ରେଗୁଲାର ଆମର ୱିକଲି ଟେଷ୍ଟ ହୁଏ, ମନ୍ଥଲି ଟେଷ୍ଟ ମଧ୍ୟ ହୁଏ, ଏବଂ ଯାହା ଦ୍ୱାରା କି ଆମେ ନିଜକୁ ଠିକ ଭାବରେ ଆମେ ଜାଣିପାରିବା ଯେ ଆମେ କେତେ ଭଲ ଭାବରେ ନିଜକୁ ପ୍ରିପେୟାର କରୁଛେ, ଆଉ ସେଇଟା ମଧ୍ୟ ଏକ୍ସାମ ରେ ବହୁତ ହେଲ୍ପଫୁଲ ହେଇଥିଲା। ମାନ୍ୟବର ପ୍ରଧାନମନ୍ତ୍ରୀ ଆମର ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚା କରିଥିଲେ, ସେଇଟା ଶୁଣିଥିଲ? ଆଜ୍ଞା ମୁଁ ଶୁଣିଥିଲି। ସେଇଟା କେତେ ହେଲ୍ପଫୁଲ ହେଇଥିଲା? ସେଇଟା ତ ବହୁତ ହେଲ୍ପଫୁଲ ହେଇଥିଲା। ମେନଲି କହିବାକୁ ଗଲେ ଯୋଉ ଏକ୍ସାମ ଟାଇମରେ ଯୋଉ ଷ୍ଟ୍ରେସ ଥାଏ ସେଇଟାକୁ କମ କରିବାରେ ମଧ୍ୟ ସେ ପ୍ରୋଗ୍ରାମ ଟା ବହୁତ ହେଲ୍ପଫୁଲ ହେଇଥିଲା। ସେ ଯୋଉ ଟିପ୍ସ ଦେଇଥିଲେ ସେଗୁଡାକ ମଧ୍ୟ ମୁଁ ମନେ ରଖିଥିଲି, ଏବଂ ମତେ ଏକ୍ସାମ ରେ ବହୁତ ଇମୋସନାଲ ସପୋର୍ଟ ମଧ୍ୟ ଦେଇଥିଲା। କିଛି ଟିପ୍ସ ମନେ ଅଛି ଯୋଉଟା କି ତମେ ଆମ ସହିତ ସେୟାର କରିବ? ଗୋଟେ ଟିପ୍ସ ମଧ୍ୟ ଦେଇଥିଲେ ମୋର ମନେ ଅଛି। ସେ କହିଥିଲେ ଯେ କେବଳ ଏକ୍ସାମ ପାଇଁ ଯଦି ତମେ କେବଳ ଏକ୍ସାମ କୁ ଆଖି ଆଗରେ ରଖି ପାଠ ପଢିବ ତାହେଲେ ତା ତମ ପାଇଁ ଗୋଟେ ବର୍ଡନ ହେଇଯିବ, କିନ୍ତୁ ପାଠକୁ ଯଦି ତମେ ନିଜର ସ୍କିଲ ବଢେଇବା ପାଇଁ ପଢିବ ତାହେଲେ ସେଥିରେ ତମର ଗୋଟେ ଇଣ୍ଟରେଷ୍ଟ ଆସିବ। ବହୁତ ବଢିଆ କଥା ଆଶୁତୋଷ, ବହୁତ ବଢିଆ କଥା। ଆଚ୍ଛା ଆଶୁତୋଷ, ରେଜଲ୍ଟ ବାହାରିବା ତାରିଖ ଘୋଷଣା ହେଲା ପରେ ତମକୁ ସବୁ କେମିତିଆ ଫିଲିଂସ ଆସିଲା, ମାନେ କେମିତି ଲାଗିଲା ତମକୁ? ପ୍ରଥମତଃ ରେଜଲ୍ଟ ର ଡେଟ୍ ଡିକ୍ଲେୟାର ହେଲା ପରେ ମୁଁ ତ ବହୁତ ଏକ୍ସାଇଟେଡ ଥିଲି, କିନ୍ତୁ ତଥାପି ମନରେ ଟିକେ ଡର ତ ଥିଲା ଯେ କଣ ହେଇପାରେ କଣ ନ ହେଇପାରେ। ତଥାପି ମୁଁ ଏକ୍ସାଇଟେଡ ଥିଲି। ସମସ୍ତେ ମଧ୍ୟ କହିଥିଲେ ନା ଭଲ ହବ, ଯଦି ଭଲ ପରିଶ୍ରମ କରିଛୁ ତାହେଲେ ଭଲ ଫଳ ମିଳିବ। ଆଶା ମୁଁ ରଖିଥିଲି ଯେ ମୋ ପରିଶ୍ରମ ଅନୁସାରେ ମୁଁ ଭଲ ଫଳ ପାଇବି। କନଫିଡେଣ୍ଟ ଥିଲ? ହଁ କନଫିଡେଣ୍ଟ ଥିଲି, କିନ୍ତୁ ତଥାପି ଟିକେ ନର୍ଭସନେସ ମଧ୍ୟ ଥିଲା। ପ୍ରଥମେ କୋଉ ସୋର୍ସ ରୁ ତମେ ରେଜଲ୍ଟ ଟା ଜାଣିଲ? ମୋର ବଡ ଭଉଣୀ ହିଁ ପ୍ରଥମେ ମୋ ରୋଲ ନମ୍ବର ନେଇ ଅପଲୋଡ କରିଥିଲେ ଏବଂ ସେଇ ଫାଷ୍ଟ ମତେ ରେଜଲ୍ଟ ଜଣେଇଥିଲେ। ତମେ ରେଜଲ୍ଟ ରେ ମାର୍କ ଜାଣିଲ ନା ନାଇଁ ଜାଣିଲ ଯେ ମୁଁ ଷ୍ଟେଟ ଟପର ବି ହେଇଛି ବୋଲି? ନା ଫାଷ୍ଟ ତ ମୁଁ ଜାଣିନଥିଲି, ଫାଷ୍ଟ କେବଳ ମୁଁ ମୋର ମାର୍କ ହିଁ ଜାଣିଥିଲି। ତାର ପାଖାପାଖି ସେଇଦିନ ବି ମୁଁ ପୁରାପୁରି ସିଓର ହେଇପାରିନଥିଲି, କିନ୍ତୁ ପରଦିନ ହିଁ ମୁଁ ଯାଇକି ସିଓର ହେଲି ଯେ ମୁଁ ଷ୍ଟେଟ ଟପର ହେଇଥିଲି। ଟପର ହେଇଥିବା ଶୁଣି କେମିତି ଲାଗିଲା? ଆଶା ଯେତିକି କରିଥିଲ ସେତିକି ନମ୍ବର ପାଇଲ ନା ନାଇଁ ଆଉ ଟିକେ ଅଧିକ ପାଇଥାନ୍ତ ବୋଲି ମନରେ ଆଶା ଥିଲା? କଣ କେମିତି ଲାଗିଲା? ଷ୍ଟେଟ ଟପର ହେଇଛି ବୋଲି ଶୁଣି ମୁଁ ଖୁସି ତ ହେଇଥିଲି। ସବୁ ସବଜେକ୍ଟରେ ବି ମୋର ସାଟିସ୍ଫାକ୍ସନ ଅନୁଯାୟୀ ମତେ ମାର୍କ ମିଳିଥିଲା। ତଥାପି ଆଉ କିଛି ନମ୍ବର ଯଦି ପାଇଥିଲେ ମଧ୍ୟ ଆହୁରି ଖୁସି ହେଇଥାନ୍ତି। ବାପା ମା ପ୍ରତିକ୍ରିୟା ତାଙ୍କର କଣ ଥିଲା? ସେମାନେ ମଧ୍ୟ ଶୁଣି ବହୁତ ଖୁସି ହେଇଥିଲେ ଯେ ମୋ ପରିଶ୍ରମର ଠିକ ଫଳ ମୁଁ ପାଇଛି ବୋଲି। ଷ୍ଟେଟ ଟପର ହେଇଛି ବୋଲି ଜାଣି ସେମାନେ ଆହୁରି ମଧ୍ୟ ଖୁସି ହେଇଥିଲେ ଯେ ମୁଁ ଯୋଉ ଆଶା କରିଥିଲି ସେଇ ସ୍ୱପ୍ନ ମୋର ପୂରଣ ହେଇଛି ବୋଲି ସେ ଜାଣି ଖୁସି ହେଇଛନ୍ତି।
ଆଉ ତମ ଗୁରୁଜୀ ଗୁରୁମା ଯେତେବେଳେ ଜାଣିଲେ? ଗୁରୁଜୀ ଗୁରୁମା ସେମାନେ ତ ପ୍ରଥମରୁ ହିଁ ମତେ କହିଥିଲେ ଯେ ତୁ ଯଦି ଭଲ ଭାବରେ ପରିଶ୍ରମ କରିବୁ ତାହେଲେ ତୁ ମଧ୍ୟ ଷ୍ଟେଟ ଟପର ହେଇପାରିବୁ। ସେମାନେ ମଧ୍ୟ ଯେତେବେଳେ ରେଜଲ୍ଟ ଜାଣିଲେ ବହୁତ ଖୁସି ହେଇଥିଲେ। ମାନେ ସେମାନେ ଆଗରୁ ତମ ଆଗରେ ତମ ଗୋଲ ଟା ରଖି ଦେଇଥିଲେ ନା, ତମ ଉପରେ ସିଏ କନଫିଡେଣ୍ଟ ଥିଲେ? ଆଜ୍ଞା, କନଫିଡେଣ୍ଟ ଥିଲେ ଏବଂ ସପୋର୍ଟ ମଧ୍ୟ ବହୁତ ଦେଇଥିଲେ। ଯେତେବେଳେ ଯୋଉମାନେ ମୋର ୱେଲ ୱିଶର ମାନଙ୍କ କଥା ମୁଁ କହିବି, ସେମାନେ ପରୀକ୍ଷା ପୂର୍ବରୁ ତ ମତେ ବହୁତ ସପୋର୍ଟ ଦେଇଥିଲେ। ସେମାନେ ମତେ ବହୁତ କନଫିଡେନ୍ସ ମଧ୍ୟ ଦେଇଥିଲେ ଏବଂ କହିଥିଲେ ଯେ ପରିଶ୍ରମ କଲେ ନିଶ୍ଚୟ ଭାବରେ ସଫଳ ହେଇପାରିବୁ। ଏବଂ ସେମାନେ ମତେ ଦେଖୁଥିଲେ ଜଣେ ଯେ ମୁଁ ସବୁବେଳେ ହାର୍ଡୱାର୍କ କରିବାକୁ ଭଲ ପାଏ ଏବଂ ସେଇ ଦୃଷ୍ଟିରେ ସେମାନେ ମତେ ଦେଖୁଥିଲେ। ଏବଂ ପରୀକ୍ଷା ପରେ ସେମାନେ ଯେତେବେଳେ ଜାଣିଲେ ଯେ ମୋ ହାର୍ଡୱାର୍କ ର ଠିକ ଫଳ ମୁଁ ପାଇଛି, ତ ସେମାନେ ମଧ୍ୟ ମତେ କଂଗ୍ରାଚୁଲେଟ କରିଛନ୍ତି। ଆଶୁତୋଷ, ତମର ବର୍ତ୍ତମାନ ଭବିଷ୍ୟତର କଣ ପ୍ଲାନିଂ ଅଛି? କଣ ହବାକୁ ଚାହୁଁଛ ବର୍ତ୍ତମାନ? ତମେ କୋଉ ଲାଇନ ରେ ଯିବାକୁ ଚାହୁଁଛ? କଣ କରିବାକୁ ଚାହୁଁଛ? ଭବିଷ୍ୟତରେ ତ ଜଣେ ଭଲ ଡକ୍ଟର ହେବାର ମୁଁ ଲକ୍ଷ୍ୟ ରଖିଛି ଏବଂ ସେଥିପାଇଁ ମଧ୍ୟ ମୁଁ ପରିଶ୍ରମ ଆଗକୁ ଆହୁରି ଜାରି ରଖିବି। ଏବେ ମୁଁ +2 ରେ ସାଇନ୍ସ ପଢିବାର ଲକ୍ଷ୍ୟ ରଖିଛି। ସାଇନ୍ସ ପଢିବା ସହିତ ମୁଁ ନିଟ୍ ପରୀକ୍ଷା ପାଇଁ ମଧ୍ୟ କୋଚିଂ ନେବି ଏବଂ ସେଥିପାଇଁ ଆଗକୁ ମତେ ପ୍ରିପେୟାର କରିବାର ଅଛି। ମୁଁ ଭୁବନେଶ୍ୱରରେ ଆଦ୍ୟାନ୍ତ ହାୟର ସେକେଣ୍ଡାରୀ ସ୍କୁଲରେ ନାମ ଲେଖାଇଛି। ଆଚ୍ଛା, ବର୍ତ୍ତମାନର ଆମ ଦେଶରେ ବା ଆମ ରାଜ୍ୟରେ ଯୋଉ ପରୀକ୍ଷା ବ୍ୟବସ୍ଥା ରହିଛି ବା ଯୋଉ ଶିକ୍ଷା ବ୍ୟବସ୍ଥା ରହିଛି, ତାକୁ ନେଇ ତମେ କଣ ଭାବୁଛ? ନିହାତି ଭାବରେ ବର୍ତ୍ତମାନ ଯୋଉ ପରୀକ୍ଷା ବ୍ୟବସ୍ଥା ଓ ଶିକ୍ଷା ବ୍ୟବସ୍ଥା ରହିଛି, ପିଲାମାନଙ୍କ ମଧ୍ୟରେ ଯୋଉ ଗୋଟେ କମ୍ପିଟିଟିଭ ସ୍ପିରିଟ ବା କିମ୍ବା ତାଙ୍କ ମଧ୍ୟରେ ଗୋଟେ ଯୋଉ ଅଧିକ ଜାଣିବା ପାଇଁ ତାଙ୍କ ମଧ୍ୟରେ ଯୋଉ ଇଣ୍ଟରେଷ୍ଟ, ସେଇଟାକୁ ଠିକ ଭାବରେ ହେଲ୍ପଫୁଲ ହେଉଛି। ଏବଂ ପିଲାମାନଙ୍କ ମଧ୍ୟରେ ଯୋଉ କ୍ରିଟିକାଲ ଥିଙ୍କିଂ ଆଉ ଯୋଉ କମ୍ପିଟେନ୍ସି ରହିଛି ତାହାକୁ ମଧ୍ୟ ତାହା ହେଲ୍ପ କରୁଛି। ଏବଂ ପିଲାମାନଙ୍କୁ ଆଗାମୀ ଦିନରେ ସେମାନେ କିଭଳି ଆହୁରି ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଆହୁରି ଯେତେ ବଡ ବଡ ପରୀକ୍ଷା ବି ସେମାନଙ୍କୁ ଦବାର ଅଛି, ସେସବୁ ପାଇଁ ମଧ୍ୟ ସେମାନଙ୍କୁ ମେଣ୍ଟାଲି ସେମାନଙ୍କୁ ଷ୍ଟ୍ରଙ୍ଗ କରିଛି। ତେଣୁ ଆହୁରି ଇମ୍ପ୍ରୁଭମେଣ୍ଟ ହେଲେ ପିଲାମାନେ ଆହୁରି ମଧ୍ୟ ବେନିଫିଟ ପାଇପାରିବେ। ଆଶୁତୋଷ, ଏବେ ତମକୁ ରେଡିଓରେ ବହୁତ ପିଲାମାନେ ଶୁଣୁଛନ୍ତି, ଯୋଉମାନେ ଏଇ ବର୍ଷ ମ୍ୟାଟ୍ରିକ ଦେବେ ସେମାନେ ବି ଶୁଣୁଛନ୍ତି। ସେଇ ପିଲାମାନଙ୍କୁ ତମେ କଣ ବାର୍ତ୍ତା ଦବ? ସମସ୍ତେ କେବଳ ଗୋଟିଏ ହିଁ ନିୟମକୁ ଫଲୋ କରିବା ଦରକାର ଯେ ଯେତେ ଅଧିକ ଜାଣିଲେ ମଧ୍ୟ ସବୁବେଳେ ମନରେ ଏହା ଆମେ ରଖିବା ଦରକାର ଯେ ଆମକୁ ଆହୁରି କିଛି ଜାଣିବାର ଅଛି। ଆମେ କେବେ ବି 100% ପରଫେକ୍ଟ ହେଇନାହୁଁ। ଯଦି ଆମେ 100% କୁ ଆମର ଆଚିଭ ରଖିବା ତାହେଲେ ଆମେ ତେବେ ଯାଇ 98 ରେ ପହଞ୍ଚି ପାରିବା। କିନ୍ତୁ ଯଦି ଆମେ 90 କୁ ଆଚିଭ ରଖିବା ତାହେଲେ ଆମେ 90 ପର୍ଯ୍ୟନ୍ତ ବି ପହଞ୍ଚି ନପାରୁ। ତେଣୁ ସବୁବେଳେ ଅଧିକ ଜାଣିବାର ଆଗ୍ରହ ଥିବା ଦରକାର। କଣ ଟିପ୍ସ ଦବ ପିଲାମାନଙ୍କୁ? ଅଧିକ ସମୟ କିଛି ପିଲା କହନ୍ତି ଯେ ସେମାନେ 10 ବା 12 ଘଣ୍ଟା 14 ଘଣ୍ଟା ପରିଶ୍ରମ କରନ୍ତି, କିନ୍ତୁ ମତରେ 14 ଘଣ୍ଟା ଯଦି ଆମେ ପରିଶ୍ରମ କରିବା, ହାପାଜାର୍ଡଲି ପରିଶ୍ରମ କରିବା ଠାରୁ 6 ଘଣ୍ଟା କିମ୍ବା 7 ଘଣ୍ଟା ଯଦି ଆମେ ପୁରା ମାଇଣ୍ଡଫୁଲି ପରିଶ୍ରମ କରିବା ତାହେଲେ ତାହା ବହୁତ ହେଲ୍ପଫୁଲ ହବ ପ୍ରଥମତଃ। ଏବଂ ଦ୍ୱିତୀୟତଃ କିଛି ପିଲା ଏମିତି ବି କରନ୍ତି ଯେ ସ୍କୁଲରେ ଯୋଉ ଟେକ୍ସଟ ବୁକ୍ ଥାଏ, ଟେକ୍ସଟ ବୁକ୍ ଉପରେ ଅଧିକ ଗୁରୁତ୍ୱ ନ ଦେଇ ସେମାନେ କିଛି ଯୋଉ ଟେକ୍ସଟ ପେପର ଅଛି ସେ ତା ଉପରେ ଗୁରୁତ୍ୱ ଦିଅନ୍ତି। କିନ୍ତୁ ଟେକ୍ସଟ ବୁକ୍ ଉପରେ ଅଧିକ ଗୁରୁତ୍ୱ ଦେଲେ ପ୍ରାୟତଃ ଭଲ ନମ୍ବର ଆସିବ ଯଦି ଏକ୍ସାମ ରେ କିଛି ଭଲ କରିବାର ଆଶା ରହିଛି। ଏଟାକୁ ମଧ୍ୟ ସମସ୍ତେ ଧ୍ୟାନ ଦେବା କଥା। ଏବଂ ତୃତୀୟତଃ ସମସ୍ତେ ରେଗୁଲାର ନିଜର ପାଠ ପଢା କରିବା ଆବଶ୍ୟକ। ପାଠ ପଢାରେ ସବୁବେଳେ କଣ୍ଟିନ୍ୟୁଟି ଥିବା ଆବଶ୍ୟକ। ଯେ ପ୍ରତିଦିନର ପାଠ ପଢାକୁ ସେଇଦିନ ହିଁ ସାରିବା ଦରକାର, ତେବେ ଯାଇ ସକ୍ସେସ ମିଳିପାରିବ। ଆଶୁତୋଷ, ତମକୁ ବହୁତ ବହୁତ ଧନ୍ୟବାଦ। ତମେ ଆମ ପିଲାମାନଙ୍କୁ କେତେ ସୁନ୍ଦର ସୁନ୍ଦର ସବୁ କଥା କହିଲ, ଟିପ୍ସ ଦେଲ, ପ୍ରେରଣା ଦେଲ। ଆଶା କରୁଛୁ ଆମର ଆଗାମୀ ପରୀକ୍ଷାର୍ଥୀ ମାନେ ମଧ୍ୟ ତମଠାରୁ ଅନେକ କଥା ଶିଖିଥିବେ। ତମେ ତମ ଭବିଷ୍ୟତରେ ସଫଳ ହୁଅ। ତମେ ଯାହା ଚାହିଁଛ ଡକ୍ଟର ହବା ପାଇଁ ତା ମଧ୍ୟ ତମେ ସଫଳତାର ସହ ଆଚିଭ କର। ତମେ ଲାଇଫର ତମ ଗୋଲକୁ ଆଚିଭ କର ଏବଂ ତମେ ଗୋଟେ ଭଲ ମଣିଷ ହୋଇ ଦେଶର ସେବାରେ ଆସ। ଧନ୍ୟବାଦ। ଧନ୍ୟବାଦ। ପିଲାଏ, ଆଜିର ଏହି କଥାବାର୍ତ୍ତାରୁ ତମେ ଅନେକ ବିଷୟ ଶିଖିଥିବ, ନାଇଁ? ନିଜ ନିଜ ପାଠକୁ କେମିତି ବ୍ୟବସ୍ଥିତ ଢଙ୍ଗରେ ଆଉ ଯୋଜନାବଦ୍ଧ ଭାବରେ ପଢ଼ିବ ସେ କଥା ବୁଝିପାରିଥିବ। ଆଉ ଗୋଟିଏ କଥା ହେଲା, ପରିଶ୍ରମ ପରେ ହିଁ ସଫଳତା ଆସେ। ଆଶୁତୋଷଙ୍କ କ୍ଷେତ୍ରରେ ତାହା ହିଁ ହେଇଥିଲା।
ବ୍ୟବସ୍ଥିତ ଢଙ୍ଗରେ ପାଠ, ତା ଛଡ଼ା ପରିଶ୍ରମ। ଆଚ୍ଛା ହଉ, କାର୍ଯ୍ୟକ୍ରମକୁ ସାରିବା ପୂର୍ବରୁ ଆସ ଶୁଣିବା ସମବେତ କଣ୍ଠରେ ଗୀତଟିଏ। ପରିବେଷଣ କରିଛନ୍ତି ନବକଳିକା ଅନୁଷ୍ଠାନର ପିଲାମାନେ। ରଚନା ବୀରେନ୍ଦ୍ର କୁମାର ଭୂୟାଁ। ପିଲେ, ଆଜି ତ ସମୟ ସରିବାକୁ ବସିଲାଣି। ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ଶନିବାର ଠିକ୍ ଅପରାହ୍ନ 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ତେବେ ଆଜି ପାଇଁ ଏତିକି।